ନୂଆପଡ଼ା ଜିଲ୍ଲା ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟର ଅର୍ଦ୍ଧାଧିକ ଜାଗା ଖଡ଼ିଆଲ ପଞ୍ଚାୟତ ସମିତି ଚନାବେଡ଼ା ଗ୍ରାମ ପଞ୍ଚାୟତରେ ଅନ୍ତର୍ଭୁକ୍ତ ହେଉଛି। ଏ ନେଇ ଯେଉଁ ଆପଣଙ୍କର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଅଛି ତାର ଯେଉଁ ସାଇକେଲ ଷ୍ଟାଣ୍ଡ ଅଛି ସାଇକେଲ ଷ୍ଟାଣ୍ଡ ପାଖରେ ନିର୍ମାଣ ହୋଇଛି 6 ଲକ୍ଷ ଟଙ୍କାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ଏକ ଲେଟ୍ରିନ୍ ଏବଂ ଆର୍ଦି ଡ୍ରିଙ୍କିଂ ପାନୀୟ ଜଳ ଯୋଗାଣ। କିନ୍ତୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ এই ଯେଉଁ ଲେଟ୍ରିନ୍ଟା ତିଆରି ହେଇଛି ବା ଟଏଲେଟ୍ଟା ତିଆରି ହେଇଛି ଯେଉଁ ପାଇଖାନା ତିଆରି ହେଇଛି 6 ଲକ୍ଷ ଟଙ୍କାରେ এই ପାଇଖାନାଟା ଉପରୁ ଚକାଚକ ଦିଶୁଛି ହେଲେ ଭିତରେ କିଛି ନାହିଁ। ଆମେ ଆପଣଙ୍କୁ ଦେଖେଇବୁ ଆସନ୍ତୁ ମୋର କ୍ୟାମେରାମ୍ୟାନକୁ ମୁଁ କହିବି ଯେ ସେ ଆପଣଙ୍କୁ ଦେଖେଇବେ ସେ କେମିତି ଭିତରେ ତିଆରି ହେଇଛି ଯେଉଁ ପାଇଖାନାଟା ପାଇଖାନାର କାମ କେମିତି ସମ୍ପୂର୍ଣ୍ଣ ହେଇନାହିଁ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ବିଲ୍ଟା ଆପଣଙ୍କର ହେଇଯାଇଛି। ଆସନ୍ତୁ ଦେଖିବା ଇଏ ଯେ ଦେଖନ୍ତୁ ଇଏ ଯେ ଆପଣଙ୍କର ଅଛି ଇଏ ଯେଉଁ ପାଇଖାନା ଉପରେ ବାହାରେ କେତେ ଚକାଚକ ଦିଶୁଥିଲା କିନ୍ତୁ ଭିତରେ କିଛି କାମ ହେଇନି। ଭିତରେ ଆପଣଙ୍କ ଯେଉଁ ବାଥରୁମ୍ ଅଛି ଲେଟ୍ରିନ୍ ଅଛି ୟୁରିନାଲ୍ ଅଛି କିଛି କାମ ସମ୍ପୂର୍ଣ୍ଣ ଭାବରେ ହେଇନାହିଁ। କିନ୍ତୁ ଇଏ ଯେଉଁ ପବ୍ଲିକ୍ କହୁଛନ୍ତି ପବ୍ଲିକ୍ ଇଏ ଯେଉଁ ପବ୍ଲିକ୍ କହୁଛନ୍ତି ୟାର ସମ୍ପୂର୍ଣ୍ଣ ଭାବରେ ପଇସା ଉଠାଣ 6 ଲକ୍ଷ ଟଙ୍କା ଉଠାଣ ହୋଇଯାଇଛି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ତେଣୁ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଉପଖଣ୍ଡ ଚିକିତ୍ସାଳୟରୁ ରୁଦ୍ରରାଜ ବାଗ ନ୍ୟୁଜ୍ 26।